ତମର ଗାଣ୍ଡିର ଓକାତ ନାହିଁ କିନ୍ତୁ ଆମ ସହିତ ଲଢିବା ପାଇଁ ବୁଝିଲ ନା। ଆଜ୍ଞା ତମେ ସେଇମିତି ଆସିକି କଣ୍ଟା ପିଠା ପାଳଭୂତ ହେଇକି ଆଜ୍ଞା ଏମିତି ତମକୁ ଲାଷ୍ଟକୁ ତ ମୋ ଯେତିକି ଯୋଉ ସେହି କଣ୍ଟା ଆହୁରି ସେହି ପାଳକୁ ତମେ ନେଇକି ଯଦି ମୂର୍ତ୍ତି ବନେଇଛ ତେବେ ତମେ ଗୋଟିଏ ପଶୁ ପଶୁ ସେ ଆଜ୍ଞାଙ୍କର ତାଙ୍କର ଆମ ସନାତନ ଧର୍ମର ତ ଏ ଯୋଉ କହନି ଜୁଆର ହବା ଅଛି ତାଙ୍କର ତ ନାହିଁ ହଉଛି କଣ୍ଟା ପିଠାଙ୍କର ନାହିଁ ଆଜ୍ଞା ଛତା ଧରିକି ଏ ଯୋଉ କହନି ବୁଲିବା ଆମ ଏ ଯୋଉ ସନାତନ ଧର୍ମ କୁଲା ଦେଖୁଛୁ ତ କୁଲା ବି ଏ ଯୋଉ କହନି ମାରିକି ଯିବାଟା ସେଟା ତାଙ୍କର ନାହିଁ। ତମେ ଆଜ୍ଞା ଆମ ଧର୍ମକୁ କପି କାହିଁ କରୁଛ ମା ଆଜ୍ଞା ତାଙ୍କର କଣ ଅଛି ଆଜ୍ଞା ତମର ତ ଅଖା ଗୁଣ ନାହିଁ ଆଜ୍ଞା ତମକୁ ଯୀଶୁଙ୍କୁ ମାରି ଦେଇଛନ୍ତି ଆଜ୍ଞା ଏମିତି ହାତ ଟେକିକି ବସଛ ଚାରିଟା ପାଞ୍ଚଟା କଣ୍ଟା ପିଟି ଦେଲେ ଭଗବାନ ହେଇଗଲା ଗରୁଡ ନେଇକି ବସଛ ତମେ ଆଜ୍ଞା କାହିଁ ଛଡି ହଉଛ ତମେ ନିଜର ଅସ୍ତିତ୍ବ ବୋଲି କିଛି ନାହିଁ। ତମ ଗାଣ୍ଡିର ଓକାତ ନାହିଁ କିନ୍ତୁ ଆମ ସହିତ ଲଢିବା ପାଇଁ ବୁଝିଲ ନା। ଆଜ୍ଞା ତମେ ସେଇମିତି ଆସିକି କଣ୍ଟା ପିଠା ପାଳଭୂତ ହେଇକି ଆଜ୍ଞା ଏମିତି ତମକୁ ଲାଷ୍ଟକୁ ତ ମୋ ଯେତିକି ଯୋଉ ଖ୍ରୀଷ୍ଟିଆନ ହଉନ କି ସମସ୍ତଙ୍କୁ ଆଣିକି କଣ କରନି ଗୋଟେ ଖୁଣ୍ଟ ବାନ୍ଧିକି ଆମର ଯୋଉ ଧାନ ଚାଷ ହଉଛି ଆଜ୍ଞା ଏ ଯୋଉ ପାଳଭୂତ ଆମେ ବନଉଛୁ ପାଳଭୂତ ଜାଗାରେ ତମକୁ ଆଣି ସହ କଣ୍ଟା ପିଟିକି ଆମେ ଛିଡା କରିଦବୁ। ମୁଁ କରିଦେବି ମୁଣ୍ଡର ଗୋଟେ ହାଣ୍ଡି ଗଳେଇଦେବି କଣ୍ଟା ପିଠା ଲେଖିଦେଇକି ବାସ୍ ମୁଁ ଏମିତି ହାଣ୍ଡି ଗଳେଇଦେବି। ବଢିଆ ବଢିଆ ବଢିଆ। ଆଉ ଗୋଟେ କଥା ମୁଁ ଏଠି କହିବା ପାଇଁ ଚାହୁଁଛି ଏଟା ହଉଛି ଜଗନ୍ନାଥ ମହାପ୍ରଭୁଙ୍କ ମାଟି। ଏଟା କୋଉ କଣ କହିଲି ତମର ଯୋଉ କଣ୍ଟା ପିଠା ଯୋଉ ଚାରିଟା କଣ୍ଟା ପିଟି ଦେଲେ ଯୋଉ ଭଗବାନ ହେଲେ ତାଙ୍କ ମାଟି ନୁହେଁ। ଭଗବାନ କିଏ ଚାରିଟା କଣ୍ଟା ପିଟି ଦେଲେ ଭଗବାନ କିଏ ତାଙ୍କୁ ଦଶଟା ପିଟି ଦେବି ଚାଲ ତୁ ଭଗବାନ ହଉଛ ନା ମୁଁ ଭଗବାନ ମୋର ଦରକାର ନାହିଁ। ଶୁଣ ମୁଁ ଆଉ ଗୋଟେ କଥା କହୁଛି ଆମର ଯେତିକି ଓଡିଶାରେ ଅଛନ୍ତି ସବୁଠୁ ଧର୍ମ ହଉଛି ବଡ ଧର୍ମ ହଉଛି ହିନ୍ଦୁ ଧର୍ମ। ଧର୍ମ ସନାତନ ଧର୍ମ ହଉଛି ଆମର ସବୁ କିଛି ମୁଁ ଏ ପାଗଳ ଦି ଜଣ ତମେ କଣ କହୁଛ ନା କଣ୍ଟା ପିଠା ଆହୁରି ପାଳଭୂତ ବୋଲିକି କହୁଛ କିରେ। ଯେଉଁ କଣ୍ଟା ଆଉ ଯେଉଁ ପାଳ ନ ଲାଗିଲେ ତମର ମୂର୍ତ୍ତି ତିଆରି ହୁଏ ନାହିଁ ରେ। ତମର ଭଗବାନ ମାନଙ୍କର ମୂର୍ତ୍ତି ତିଆରି ହୁଏ ନାହିଁ। ଏ ପାଗଳ ଯାକ ଗାଈର ସନ୍ତାନ ଯାକ ତମ ମାନେ ଗାଈର ମୁତ ପିଉଥିବା ଲୋକମାନେ ତମେ ଗୁଅଖିଆ ଯାକ ଏ ପାଗଳ ଯାକ ଶଳେ ଯାକ କାହାକୁ କହୁଛ ରେ। ତମେ ଯଦି କଣ୍ଟା ପିଠା ବୋଲିକି କହୁଛ ସେହି କଣ୍ଟାରେ ଯଦି ଯୀଶୁ ମଲେ ସେହି କଣ୍ଟାକୁ ତମେ ବ୍ୟବହାର କର ନାହିଁ ରେ ପାଗଳ କୁକୁର ଯାକ। ଏ ଘୁଷୁରୀ ଯାକ ଗୁଅଖିଆ ଯାକ ଏ ଗାଈର ପିଲା ଯାକ ଗାଈ ମୁତ ପିଉଥିବା ଲୋକମାନେ ପଶୁ ଯାକରେ ତମେ ପଶୁର ପିଲାମାନେ ପଶୁ ହିଁ ହେବେ ରେ। କଣ କହୁଛୁ ରେ ଟାକଲା କଣ୍ଟା ପିଠା ପାଳଭୂତ କହୁଛୁ। ହୁଏତ ଆମର ପ୍ରଭୁ ପାଳ ହେଇପାରନ୍ତି ଯଦି ବା ପାଳ ଆମର ପ୍ରଭୁ ଯଦି ବା ପାଳ ତେବେ ତମର ସେହି ବଗିଚାକୁ ଜଗୁଥିବା ପାଇଁ ବୋଲିକି ତମର ପେଟ ବଞ୍ଚୁଛି ରେ। ଏ ଲଣ୍ଡା ପାଗଳ ଏ ପଶୁର ଛୁଆ 1 ନମ୍ବର ପଶୁ ଛୁଆରେ ତମେ ଦି ଜଣ 1 ନମ୍ବର ପଶୁର ଛୁଆ ତମେ ଦି ଜଣ ନୁହଁ। ଯେତିକି ମଧ୍ୟ ଗାଈକୁ ଯଦି ତମେ ମା ବୋଲିକି ମାନୁଛ ତେବେ ଗାଈ ଗୋଟିଏ ପଶୁ ଆଉ ସେହି ପଶୁର ଛୁଆ ମାନେ ତମେ ହଉଛ ପଶୁ ଜାରଜ ସନ୍ତାନ ବୋଲିକି ଆଉ କେତେ ଜଣ କହୁଛ। ସେହି ପାଗଳ ତପି ମିଶ୍ର କୁକୁର ଏରେ ସେହି ତପି ମିଶ୍ର ହଉଛି ଗୋଟିଏ ପାଗଳ ଜାରଜ ସନ୍ତାନ ହଉଛ ତମମାନେ ରେ। ହଜାର ଜଣକୁ ତମେ ଭଗବାନ ବୋଲିକି ମାନୁଅଛ। ଆରେ ଆମର ପ୍ରଭୁ ତ କଣ୍ଟାରେ ବାଡେଇ ହେଇକି ମରିଗଲେ ପୁଣି ଥରେ ସେ ଜୀବିତ ହେଲେ ତମର ଭଗବାନ କାହିଁ ରେ। ତମର ସେହି ବେଶିଆ ଭଗବାନ ମାନେ ହଉଛନ୍ତି ତମର ବୁଝିଲ ନର ଘାତକ ହଉଛନ୍ତି ତମର ଭଗବାନ ମାନେ। ଆମକୁ କୁହନ୍ତୁ ଟିକେ ବୋଲିକି ଖୁଜେଇ ହଉଛ କି ରେ। ତମେ ଯଦି ଖୁଜେଇ ହଉଛ ତେବେ ଆମେ ତମକୁ ଭଲରେ ଖୁଜେଇ ଦେବୁ ବୁଝୁଛ କି ନାଇଁ। ତମର ଭଗବାନ ମାନେ କଣ ଜାଣିଛ ରେପ୍ କରିବା ଭଗବାନ ମାନେ ବୁଝୁଛ। ତମର ଭଗବାନ ମାନେ କିଏ ଜାଣିଛ ଗାଈ ହଉଛନ୍ତି ତମର ଭଗବାନ ମାନେ ଏମାନେ ହଉଛନ୍ତି ପଶୁ ମାନେ। ଆଉ ତମର ଭଗବାନ ମାନେ କଣ ନର ଘାତକ ମାନେ ମଣିଷକୁ ମାରିବା ଭଗବାନ ମାନେ। ଆମର ଭଗବାନ ସେମିତି ନାହିଁ ରେ ଭାଇ। ଆମର ଭଗବାନ କଣ କଣ୍ଟାରେ ବାଡେଇ ହେଇକି ଝୁଲିକି ମନୁଷ୍ୟ ମାନଙ୍କୁ ଉଦ୍ଧାର କଲେ। ଆଉ ସେ ଯେତେବେଳେ କଣ୍ଟାରେ ମଲେ ତମର ପରି ଗର୍ଭିତ ହୀନ ଲୋକମାନେ ଆଜି ସେହି ଆମର ଭଗବାନଙ୍କୁ ମାନିକି ସୁଧିରି ଯାଉଛନ୍ତି ଆଉ ଭଲ ବାଟକୁ ଆସୁଛନ୍ତି। ତମେ ମାନେ ପଶୁ ତମମାନଙ୍କୁ ଜନ୍ମ କରିଛି ଆଉ ପଶୁ ପରି ତମର ଭଗବାନ। ସେଥିପାଇଁ ତମେ ପଶୁ ପରି ତମର ମନୋଭାବ ସେଥିପାଇଁ ତମେ କିଛି ବୁଝିପାରୁନ ରେ ବୁଝୁଛ। ଯଦି ତମର ଯଦି ଅକାତ ଅଛି ଯେତିକି ପୃଥିବୀରେ ତିଆରି ହେଇଛି ଜିନିଷ ପତ୍ର ସବୁ ଖ୍ରୀଷ୍ଟିଆନ ଲୋକମାନେ ତିଆରି କରିଛନ୍ତି ରେ। ଏ ପାଗଳ ମାନେ ତମେ ଯଦି ସେତିକି ଭାବୁଛ ତେବେ ଏହି ଯେତିକି ଗାଡି ଗୁଡା ମୋବାଇଲ ସିଏ ଯଦି ତମେ
ବ୍ୟବହାର କରୁଛ ତେବେ ତମକୁ ଲାଜ ଲାଗିବା କଥା। କାହିଁକି ତମକୁ ଲାଜ ଲାଗିବ? ତମେ ତ ପଶୁ, ପଶୁ ପାଖରେ କଣ ବୁଦ୍ଧି ଅଛି? ଜ୍ଞାନ ନାହିଁ। ବୁଦ୍ଧିଟେ ଅଛି କିନ୍ତୁ ଜ୍ଞାନ ନାହିଁ। ଭଲ ମନ୍ଦ କଣ ବୁଝିବାର ଶକ୍ତି ନାହିଁ, ସେଥିପାଇଁ ତମେ ଜାଣିପାରୁନ। ବୁଝିଲ? ମୁଁ ପ୍ରତ୍ୟେକ ହିନ୍ଦୁ ଲୋକମାନଙ୍କୁ କହୁନାହିଁ, କିନ୍ତୁ ଯେଉଁ ହିନ୍ଦୁମାନେ, ଯେଉଁ ପଶୁ ତୁଲ୍ୟ ହିନ୍ଦୁମାନେ ଯେଉଁ ପଶୁକୁ ପୂଜା କରୁଛନ୍ତି ଆଉ ପଶୁର ମନୋଭାବ ଯେଉଁମାନେ ପାଇଛନ୍ତି ସେମାନେ ହେଉଛନ୍ତି ପଶୁ ଲୋକମାନେ, ସେମାନଙ୍କୁ ମୁଁ କହୁଅଛି। ତମେ କଣ ଭାବୁଛ ନା ଦୁନିଆଟା ଏମିତି ଏକା ପଶୁ ପରି ଚାଲୁ ବୋଲିକି ତମେ ଭାବୁଛ କି? ତମେ ଭାବୁଛ ଯେ ମଣିଷ ମାନେ ପଶୁକୁ ଯେପରି ବ୍ୟବହାର କରୁଛନ୍ତି, କୁକୁରକୁ ଯେପରି ବ୍ୟବହାର କରୁଛନ୍ତି, ତମର ଭଗବାନ ମାନେ ମଧ୍ୟ ସେମିତି ଆମର ପୂର୍ବପୁରୁଷ ମାନଙ୍କୁ ବ୍ୟବହାର କଲେ। ଖାଲି ଆମର ନୁହଁରେ, ତମର ମଧ୍ୟ। ଏଇଟା ତମେ କେବେ ବୁଝିବ? ତମର ତ ବୁଝିବାର ଶକ୍ତି ହିଁ ନାହିଁ। କାହିଁକି ବୁଝିବ? ପଶୁର ମନୋଭାବ ତମ ପାଖରେ ଅଛି, ତମେ କିପରି ବୁଝିବ? ସେହି କଣ୍ଟା ଆହୁରି ସେହି ପାଳକୁ ତମେ ନେଇକି ଯଦି ମୂର୍ତ୍ତି ବନେଇଛ, ତେବେ ତମେ ଗୋଟିଏ ପଶୁ ପଶୁ ହେଲା। ଆମର ଭଗବାନଙ୍କୁ ଯୋଉ କଣ୍ଟା ପିଟା ଭଗବାନ ଆଉ ପାଳଭୂତ ବୋଲିକି ଯୋଉ କହୁଛ, ସେହି ପାଳକୁ ଆଉ ସେହି କଣ୍ଟାକୁ ଯଦି ନେଇଛ, ତମେ ଗୋଟେ ଗୋଟେ ଜାରଜ ସନ୍ତାନ, ଆଉ ତମ ପାଖରେ ଲାଜ ନାହିଁ, ଆଉ ତମ ପାଖରେ ପଶୁ ଭଳିଆ ମନୋଭାବ ଅଛି। ଏହା ଆମେ ଜାଣିବୁ ଆଉ ଦୁନିଆକୁ ମଧ୍ୟ ପ୍ରମାଣିତ ହେବ। ବୁଝିପାରିଲ ନା? ଆଉ ଗୋଟେ ବିଷୟ, ତମର ଭଗବାନ ଠାରେ ତ ଅକାତ ନାହିଁ ରେ ଗୋଟେ ଯାତ୍ରା ପର୍ବପର୍ବାଣି ପାଳନ କରିବା ପାଇଁ। ଯଦି ଅକାତ ଥାନ୍ତା ତେବେ ତମକୁ ଭିକ ମାଗି ନଥାନ୍ତା। ତମେ ତ ଭିକ ମାଗୁଛ। ଭିକ ମଗା ଯାକ, କୁକୁର ଶଳେ ଯାକ, ପଶୁ ଶଳେ ଯାକ, ପଶୁର ସନ୍ତାନ ଯାକ ଭିକ ମାଗୁଛ। କୋଉ ଗାଡି ଗୋଟେ ଛେକିକି ଗୋଟେ ତମର ଯାତ୍ରା ପର୍ବ ଆଇଲେ ତମର ଭଗବାନ ତମକୁ ଭିକ ମଗଉଛି, ସେଟା ତମେ ଚିନ୍ତା କରୁନ। ଏଟା କହିଦେଲେ ତମେ କଣ କହିବ ନା, ନା ୟାକୁ ମାରିବା, ଆମ ଭଗବାନ ବିରୋଧରେ କହୁଛି। ତମେ ତ ଆମର ଭଗବାନ ବିରୋଧରେ ଅଧିକ କହୁଛ। ୟାକୁ କେସ୍ କରିବା, ପୋଲିସ ଷ୍ଟେସନରେ ଢୁକେଇ ଦେବା। ଆରେ ଭାଇ, ତମେ ମତେ ମାର କିନ୍ତୁ ପୋଲିସ ଷ୍ଟେସନରେ ଢୁକେଇ ଦିଅ, କିନ୍ତୁ ସେଥିରେ ଯାଇ ଆସେ ନାହିଁ। କାରଣ ଆମେ ସେଇଟା ସହିବୁ ବୋଲିକି ଆମେ, ଆମର ଭଗବାନ ଯିଏକି ଯୀଶୁ ଖ୍ରୀଷ୍ଟ, ତମେ ଯୋଉ କହୁଛ କଣ୍ଟା ପିଟା ପ୍ରଭୁ ବୋଲିକି, ସେହି ପ୍ରଭୁ ଆମକୁ କହିଛନ୍ତି ଯେ ଯେଉଁ ଲୋକ ମରିବ ସେହି ଲୋକ ସ୍ୱର୍ଗକୁ ଯିବ। ବୁଝୁଛନ୍ତି? ତମେ ଆମକୁ ମାରିକି ସ୍ୱର୍ଗର ରାସ୍ତା ଖୋଲିଦବ, ଏଇଟା ଆମେ ବିଶ୍ୱାସ କରୁଛୁ। ଆଉ ଏହା ମଧ୍ୟ ଆମେ ଜ୍ଞାତ ଯେ ଏହି ମାଟିର ଶରୀର, ମାଟିରେ ଯେଉଁ ନିର୍ମିତ ଶରୀର, ସେହି ଶରୀର କେବେ ମଧ୍ୟ ସ୍ୱର୍ଗକୁ ଯିବ ନାହିଁ, କିନ୍ତୁ ଆତ୍ମା ଯିବ, ଏଇଟା ଆମେ ଜାଣିଛୁ। ଆମେ ଯେତେ ବିଷୟ ଆମେ ଚିନ୍ତା କରୁଛୁ, ସେଟା ଆମେ ଯେତେ ବିଷୟ ଭାବୁଛୁ, ତାହା ଆତ୍ମାରେ ହିଁ ଜାତ ହେଉଛି, ଶରୀରରେ ନୁହଁ। ତମେ ଶରୀରକୁ ଦେଖିକି ଚିହ୍ନିଥାଅ, ଆମେ ଆତ୍ମାକୁ ଦେଖିକି ଚିହ୍ନିଥାଉ। ଆମକୁ ସେହି କଣ୍ଟା ପିଟା ଭଗବାନ ଆମକୁ ସେତିକି ଶକ୍ତି ଦେଇଛନ୍ତି। ତମକୁ କଣ ଶକ୍ତି ଦେଇଛନ୍ତି କି ଆତ୍ମା ଚିହ୍ନବାଟା? ତମେ ତ ଆତ୍ମା ହିଁ ନାହିଁ। ଯୋଉଟା ଦେଖୁଛ ସେଟା ହିଁ ତମେ ବିଶ୍ୱାସ କରୁଛ। ଅଦୃଶ୍ୟ ତମକୁ ବିଶ୍ୱାସ କରବାଟା ହିଁ ଶକ୍ତି ନାହିଁ। ତମେ କିପରି ବୁଝିବ? ବୁଝିପାରିଲ? ସ୍ୱର୍ଗ ନର୍କ କହିଲେ ତମେ ତ ଜାଣିନ। ସ୍ୱର୍ଗ ନର୍କ କହିଲେ କଣ ତମେ ତାହା ଜାଣିନ। ସେଥିପାଇଁ ଜଣକୁ ମାରବାଟା, ଜଣକୁ ପିଟବାଟା, ଜଣକୁ ପୋଲିସ ଷ୍ଟେସନ ଢୁକେଇବାଟା, ଏଇଟା ତମକୁ ଜଣା। ଭାଇମାନେ, ଯେତିକି ଲୋକ এই ଭିଡିଓ ଦେଖୁଛ, ସେହି ଲୋକମାନଙ୍କ ପାଖକୁ ସେୟାର କରନ୍ତୁ ଯେଉଁମାନେ ପଶୁକୁ ପୂଜା କରୁଛନ୍ତି, ଆଉ ଯେଉଁମାନେ ନର ହତ୍ୟା ଭଗବାନଙ୍କୁ ପୂଜା କରୁଛନ୍ତି, ଆଉ ଯେଉଁମାନେ ସେହି ବେବିଚାର ମାନେ ବେଶ୍ୟା ଭଗବାନ ମାନଙ୍କୁ ପୂଜା କରୁଛନ୍ତି, ସେଇମାନଙ୍କ ପାଖକୁ এই ଭିଡିଓଟି ସେୟାର କରନ୍ତୁ। ଆଉ ସେମାନେ এই ଭିଡିଓ ଦେଖିକି ଜାଣିବା ଦରକାର। ଆଉ ଗୋଟେ ବିଷୟ କହିବି କି ରେ, ଏ ଜାରଜ ସନ୍ତାନ ମାନେ, ପଶୁର ସନ୍ତାନ ମାନେ, ଗାଈର ସନ୍ତାନ ମାନେ, ଗୁଅଖିଆ ମାନେ, ଆଉ ମୁତ ପିଆ ଯାକ, ମୁଁ କହିବି ତମକୁ, ତମେ ଯୋଉ ଜଗନ୍ନାଥ ବୋଲିକି ପୂଜା କରୁଛ, ସେଇ ଜଗନ୍ନାଥର ତ ହାତ ନାହିଁ, ଗୋଡ ନାହିଁ। ତମର ଭଜନରେ ବି ଅଛି। ଆଉ ସେହି ଭଗବାନଙ୍କୁ ତମେ ପୂଜା କରୁଛ। ହାତ ଗୋଡ ନଥିବା ଭଗବାନ କଣ କରିପାରିବ? କିଛି ବି କରିପାରିବ ନାହିଁ। ବସିକି ଖାଲି ଅନଉଥିଲେ କଣ ହେବ? ଖ୍ରୀଷ୍ଟିଆନ ଲୋକମାନେ ଟିକେ ଆମର ଭିତର ବିଷୟ ସବୁ କୁହନ୍ତୁ ବୋଲି କହୁଛ କି ରେ? ତମକୁ ତ ତମର ଭିତର ବିଷୟ ତମକୁ ଜଣା ନାହିଁ, କିନ୍ତୁ ଆମକୁ ଜଣା ଅଛି। ଆମେ ଛାତି ମାରିକି ମଧ୍ୟ କହିବୁ ଯେ ତମର ଭୁଲ ବିଷୟ କଣ କଣ ରହିଛି ଆମେ ଜାଣିଛୁ, ତମେ ସେଇଟା ଜାଣିନ। ବୁଝିଲ? ତମର ଭିତରେ ବହୁତ ଭୁଲ ବିଷୟ ଯାକ ଅଛି। ସେଥିପାଇଁ ବୋଲିକି ହିନ୍ଦୁ ଲୋକମାନେ ଆଜି, ତମର ହିନ୍ଦୁ ଲୋକମାନେ ତମର ଦଳକୁ ଛାଡି ଛାଡି ଖ୍ରୀଷ୍ଟିଆନ ଲୋକମାନଙ୍କ ଠାରେ ମିଶୁଛନ୍ତି। ବୁଝିଲ? ସେଥିପାଇଁ ତ ତମର ଏତିକି ଘମଣ୍ଡ, ଏତିକି ରାଗ। ତମର ହିନ୍ଦୁ ଲୋକମାନେ ଛାଡୁଛନ୍ତି ବୋଲିକି ଖ୍ରୀଷ୍ଟିଆନ ଲୋକମାନଙ୍କୁ ଆଉ ଖ୍ରୀଷ୍ଟିଆନର ଭଗବାନ ମାନଙ୍କୁ ଏତେ କଥା କହୁଛ। ଶୁଣ, ଏତିକି କଥା ମୁଁ କହିଲି ତାହା ନୁହେଁ, ତାହା ତମକୁ
न्यूज रे मध्य देखैबी एई न्यूज थरे देखिकी जानतु। ଏହି ପ୍ରସଙ୍ଗ ମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଭଗବାନ ବ୍ରହ୍ମା ଏବଂ ସରସ୍ୱତୀଙ୍କୁ ଜଡ଼ିତ ଥିବା ବିବାହ। ପ୍ରସଙ୍ଗ ଅନୁଯାୟୀ ସରସ୍ୱତୀ ବ୍ରହ୍ମାଙ୍କର ଝିଅ ଥିଲେ। ଭଗବାନ ବ୍ରହ୍ମା ସୃଷ୍ଟିକୁ ରଚନା କଲା ପରେ ସରସ୍ୱତୀଙ୍କୁ ନିଜ ତେଜ ଦ୍ୱାରା ଉତ୍ପନ୍ନ କରିଥିଲେ। ଏଥିପାଇଁ କୁହାଯାଏ ଯେ ସରସ୍ୱତୀଙ୍କର ମା ନଥିଲେ, ତେବେ ମାତା ସରସ୍ୱତୀଙ୍କୁ ବିଦ୍ୟାର ଦେବୀ ବୋଲି କୁହାଯାଏ। ସରସ୍ୱତୀ ରୂପରେ ବହୁତ ଆକର୍ଷଣୀୟ ଥିଲେ। ତାଙ୍କ ରୂପର ଆକର୍ଷଣରୁ ସ୍ୱୟଂ ବ୍ରହ୍ମା ମଧ୍ୟ ରକ୍ଷା ପାଇନଥିଲେ। ବ୍ରହ୍ମା ସରସ୍ୱତୀଙ୍କ ରୂପରେ ବିମୋହିତ ହୋଇ ତାଙ୍କୁ ଅର୍ଦ୍ଧାଙ୍ଗିନୀ କରିବା ପାଇଁ ଭାବିବାକୁ ଲାଗିଲେ। ସରସ୍ୱତୀଙ୍କୁ ବ୍ରହ୍ମାଙ୍କର ଏହି ଭାବନା ଜଣାପଡ଼ିଥିଲା। ସରସ୍ୱତୀ ନିଜ ପିତାଙ୍କୁ ବିବାହ କରିବାକୁ ଚାହୁଁନଥିଲେ। ସେଥିପାଇଁ ସେ ବ୍ରହ୍ମାଙ୍କର କୁଦୃଷ୍ଟିରୁ ରକ୍ଷା ପାଇବା ପାଇଁ ବହୁତ ପ୍ରୟାସ କରିଥିଲେ, କିନ୍ତୁ ତାଙ୍କର ସବୁ ପ୍ରୟାସ ବିଫଳ ହୋଇଥିଲା। ଶେଷରେ ମାତା ସରସ୍ୱତୀଙ୍କୁ ବ୍ରହ୍ମାଙ୍କୁ ବିବାହ କରିବାକୁ ପଡ଼ିଥିଲା। କୁହାଯାଏ ଯେ ବ୍ରହ୍ମା ଏବଂ ସରସ୍ୱତୀଙ୍କର ବିବାହକୁ ନେଇ ସୃଷ୍ଟିରେ ବହୁତ ଅସନ୍ତୋଷ ଦେଖାଦେଇଥିଲା। ଏହାର ଖୁବ୍ ଚର୍ଚ୍ଚା ମଧ୍ୟ ଚାଲିଥିଲା। ସରସ୍ୱତୀ ପୁରାଣରେ କୁହାଯାଇଛି ଯେ ବ୍ରହ୍ମା ଏବଂ ସରସ୍ୱତୀ 100 ବର୍ଷ ପର୍ଯ୍ୟନ୍ତ ଜଙ୍ଗଲରେ ସ୍ୱାମୀ ସ୍ତ୍ରୀ ଭଳି ବିତାଇଥିଲେ। ଏହି ସମୟରେ ବ୍ରହ୍ମା ଏବଂ ସରସ୍ୱତୀଙ୍କ ମଧ୍ୟରେ ପ୍ରେମ ବଢ଼ିବାକୁ ଲାଗିଥିଲା। ତାଙ୍କର ଏକ ପୁତ୍ର ମଧ୍ୟ ହୋଇଥିଲା। ସେହି ପୁତ୍ର ସ୍ୱୟଂଭୁ ମନୁ ନାମରେ ଜଣାଗଲା। ତେବେ ଆମେ ଏଠାରେ କହିବାକୁ ଚାହୁଁଛୁ ଯେ ବ୍ରହ୍ମା ଏବଂ ସରସ୍ୱତୀଙ୍କ ବିବାହକୁ ନେଇ ଆହୁରି ବହୁତ କିଛି ପ୍ରସଙ୍ଗ ପ୍ରଚଳିତ ରହିଛି। ଏହା ସହିତ ଅଲଗା ଅଲଗା ପ୍ରସଙ୍ଗକୁ ନେଇ ଅଲଗା ଅଲଗା ଦାବି ମଧ୍ୟ ରହିଛି। ବ୍ୟୁରୋ ରିପୋର୍ଟ, BNS ଲାଇଭ୍। ଖାଲି ମୁଁ କହିବି ତାହା ନୁହଁ, ସମସ୍ତେ କହୁଛନ୍ତି, ସାରା ପୃଥିବୀ କହୁଛି। ବୁଝିଲ, ତମେ ଖାଲି ଗୋଟିଏ ମାତ୍ର ଭାରତରେ ଥାଇକି ଏଇ ଭାରତ ମାତା ଆମର, ଏଇ ଭାରତ ମାଟି ଖାଲି ଆମର ବୋଲିକି କହୁଛ। ବୁଝୁଛ, ସାରା ପୃଥିବୀ ହଉଛି ଯୀଶୁଙ୍କର। ଏହା ମନେ ରଖିଥ, ତମର ନୁହଁ। ସାରା ପୃଥିବୀ ହଉଛି ଯୀଶୁ ଖ୍ରୀଷ୍ଟଙ୍କର, କୌଣସି ମନୁଷ୍ୟର ନୁହଁ। ତମର ଭଗବାନ ମାନେ ହଉଛନ୍ତି ମନୁଷ୍ୟ ମାନେ। ସେଥିପାଇଁ ବୋଲିକି ତମର ଭଗବାନ ମାନେ ନିଜର ଝିଅ ମାନଙ୍କୁ ବିବାହ କଲେ। ତମର ଭଗବାନ ମାନେ ମନୁଷ୍ୟ ମାନେ, ସେଥିପାଇଁ ବୋଲିକି ବେଶ୍ୟା କାମ କଲେ। ତମର ଭଗବାନ ମାନେ ହଉଛନ୍ତି ମନୁଷ୍ୟ ମାନେ, ସେଥିପାଇଁ ବୋଲିକି ନରଘାତକ କଲେ। ସେହି ବୃତ୍ତିଟା ତମମାନଙ୍କୁ ଦେଇଛନ୍ତି। କିନ୍ତୁ ଆମର ଭଗବାନ ମାନେ ସେ ହଉଛନ୍ତି ଏକମାତ୍ର ପ୍ରଭୁ, ଯିଏକି ସାରା ପୃଥିବୀକୁ ନିର୍ମାଣ କଲେ। ପ୍ରଭୁ ସ୍ୱର୍ଗ ଆଉ ନରକକୁ ମଧ୍ୟ ନିର୍ମାଣ କଲେ। ସେଥିପାଇଁ ଆମକୁ ସହିବାଟା ଶିଖେଇଛନ୍ତି। ବୁଝିଲ, ଆଉ ସେଥିପାଇଁ ସିଏ ସାରା ପୃଥିବୀକୁ ଉଦ୍ଧାର କରିବା ନିମନ୍ତେ ସିଏ କଣ୍ଟାରେ ମଲେ। ଆଉ ସେହି ମଲେ ବୋଲିକି ଆଜି ତମମାନେ ବଞ୍ଚିକି ଅଛରେ, ନହେଲେ କେତେ କଣ ହେଇଥାନ୍ତ। ଦୟା, କ୍ଷମା, ପ୍ରେମ ଟିକେ ନହେଲେ ଟିକେ ଯଦି ତମମାନଙ୍କର ପାଖରେ ଅଛି, ତେବେ ସେହି ଦୟା, କ୍ଷମା, ପ୍ରେମ କେବଳ ଯୀଶୁଙ୍କ ଠାରୁ ହିଁ ଆସୁଅଛି। କୌଣସି ଶ୍ରୀକୃଷ୍ଣ ଠାରୁ ନାହିଁ, କୌଣସି ଶ୍ରୀରାମ ଠାରୁ ନାହିଁ, କୌଣସି ବ୍ରହ୍ମା ଠାରୁ ନାହିଁ, କୌଣସି ଲକ୍ଷ୍ମୀ ଠାରୁ ନାହିଁ, କୌଣସି ବିଷ୍ଣୁ ଠାରୁ ନାହିଁ। ବୁଝିଲ, ଏମାନେ ତ ସମସ୍ତେ ଗୋଟିଏ ଗୋଟିଏ ଅବତାର ବୋଲିକି ତମେ କହୁଛ। ଆଉ ସେଇମାନେ ବେଶ୍ୟା ନରଘାତକ ମାନେ। ବୁଝିପାରିଲ ତ ଭାଇମାନେ, ଆଜି ପାଇଁ ଏତିକି। ପୁଣି ଦେଖା ହବ ନେକ୍ସଟ ଭିଡିଓରେ। ସେହି ଭିଡିଓ ପର୍ଯ୍ୟନ୍ତ ସମସ୍ତଙ୍କୁ ନମସ୍କାର।